ସ୍ଥାନୀୟ ଶସ୍ୟ ଉତ୍ପାଦନ। ଆଚ୍ଛା, ସ୍ଥାନୀୟ ଶସ୍ୟ ଉତ୍ପାଦନ। ଆଚ୍ଛା, ଦେଖିବା କେଉଁ କେଉଁ ଶସ୍ୟ ଆଣିଛ। ଏଇଟା କଣ? କେଉଁ ଶସ୍ୟ ଏଇଟା? ଶାଗ ମଞ୍ଜି। ଶାଗ ମଞ୍ଜି କେବେ ଉତ୍ପାଦନ କରାଯାଏ? ଶୀତ ଋତୁରେ। ଆଚ୍ଛା, ଶାଗ ଖାଇଲେ କଣ? ଶାଗର ଉପକାର କଣ ଜାଣିଛ? ଶାଗ ଖାଇଲେ ଶକ୍ତି ବଢିଥାଏ। ଆଚ୍ଛା, ଏଇଟା ଏଥିରେ କଣ? ଭିଟାମିନ ଏ ମଧ୍ୟ ଥାଏ। ହଉ, ଠିକ ଅଛି। ଏଇଟା କଣ? ସୂର୍ଯ୍ୟମୁଖୀ ମଞ୍ଜି। ସୂର୍ଯ୍ୟମୁଖୀ। ଆଚ୍ଛା, ଏଥିରେ ଏଇ ସୂର୍ଯ୍ୟମୁଖୀ କେଉଁ ଋତୁରେ ଉତ୍ପାଦନ କରାଯାଏ? ଜୁନ ମାସରେ। ଏପ୍ରିଲ ମେ ଜୁନ। ଜୁନ ମାସରେ, ନାଇଁ କି? ଆଚ୍ଛା, ଏଇ ସୂର୍ଯ୍ୟମୁଖୀରେ ଆମେ କେଉଁ କେଉଁ ଭିଟାମିନ ପାଇଥାଉ? ଭିଟାମିନ ଭିଟାମିନ ଏ, ଏ, ଡି, ଡି, ଟି। ପାଇଥାଉ। ଆଚ୍ଛା, ଏଇଟା ପିଲା କଣ? ଧାନ। ଧାନ। ଆଚ୍ଛା, ଏଇ ଧାନଟା କେଉଁ ଋତୁରେ ଉତ୍ପାଦନ କରାଯାଏ? ଖରିଫ। ହୁଁ, ଏହାର ତ ଦିଟା ଫସଲ ଥାଏ, ଗୋଟେ ଖରିଫ ଆଉ ଗୋଟେ ରବି ଫସଲ। ଆଚ୍ଛା, ଏଇ ଫସଲ, ଏଇ ଶସ୍ୟ ଖାଇଲେ ଆମେ କେଉଁ ଭିଟାମିନ ପାଇଥାଉ? ଏହା ଖାଇବା ଦ୍ୱାରା ଆମକୁ ଶକ୍ତି ମଧ୍ୟ ଯୋଗାଇଥାଏ। ଆଚ୍ଛା, ଶ୍ଵେତ ସାର ମିଳେ, ନାଇଁ କି? ଆଚ୍ଛା, ଏଇଟା କେଉଁ ଶସ୍ୟ? ମାଣ୍ଡିଆ। ମାଣ୍ଡିଆ। ମାଣ୍ଡିଆ କେଉଁ ଋତୁରେ ଉତ୍ପାଦନ କରାଯାଏ? ଶୀତ ଋତୁରେ। ହଁ ଶୀତ ଋତୁରେ କି? ହଁ ଆଚ୍ଛା, କାର୍ତ୍ତିକ ମାସରେ। କାର୍ତ୍ତିକ ମାସରେ। ଆଚ୍ଛା, ଏଇ ଶସ୍ୟ ଖାଇଲେ ଆମେ କେଉଁ କେଉଁ ଭିଟାମିନ ପାଇଥାଉ? କ୍ୟାଲସିୟମ। ଆଉ ଆର ଉପକାର କଣ? ଆଡକୁ ମଜବୁତ କରିବା ଏବଂ ଗର୍ଭବତୀ ମାଙ୍କ ପାଇଁ ଉପକାର ଅଟେ। ମାଣ୍ଡିଆ ଯାହା ପିଇବା ଦ୍ୱାରା ଶକ୍ତି ମିଳିଥାଏ। ଡାଇବେଟିସ୍ ମଧ୍ୟ ଭଲ କରିଥାଏ। ହଉ, ଠିକ ଅଛି। ଏଇଟା କେଉଁ ଶସ୍ୟ? ବିରି। ବିରି। ଆଚ୍ଛା, ଏଇ ବିରିଟା କେଉଁ ମାସରେ ଉତ୍ପାଦନ କରାଯାଏ? ଶୀତ ଋତୁ। ହଁ, ଶୀତ ଋତୁ। ଅଧିକାଂଶ ଆମେ ଶୀତ ଋତୁରେ ଉତ୍ପାଦନ କରିଥାଉ। ଆଚ୍ଛା, ବିରିରୁ ଆମେ କେଉଁ ଭିଟାମିନ ପାଇଥାଉ? ଭିଟାମିନ ଡି। ହୁଁ, ଭିଟାମିନ ଡି ଡାଲି ରୂପେ ବ୍ୟବହାର। ଡାଲି ରୂପେ ଆମେ ବ୍ୟବହାର କରିଥାଉ। ଏଇଟା କେଉଁ ଶସ୍ୟ? ଝୁଡଙ୍ଗ। ଆଚ୍ଛା, ଝୁଡଙ୍ଗଟା କେଉଁ ଋତୁରେ ଉତ୍ପାଦନ କରାଯାଏ? ଶୀତ ଋତୁ। ଶୀତ ଋତୁ। ଏହା ତ ଡିସେମ୍ବର। ଡିସେମ୍ବର ମାସ ବା ଶୀତ ଋତୁରେ ଉତ୍ପାଦନ କରିଥାଉ। ଆଚ୍ଛା, ଏଇ ଝୁଡଙ୍ଗ ଖାଇଲେ ଆମେ କେଉଁ କେଉଁ ଭିଟାମିନ ପାଇଥାଉ? ଭିଟାମିନ ଏ। ଭିଟାମିନ ଏ। ତାକୁ ଆମେ ଡାଲି ରୂପେ ବ୍ୟବହାର କରିଥାଉ। ବଢିଆ କରିଛୁ, ବଢିଆ ହେଇଛି। ହଉ, ବଢିଆ ହେଇଛି ତମର ପ୍ରୋଜେକ୍ଟ। କଣ? ଶସ୍ୟର ସ୍ଥାନୀୟ ଶସ୍ୟ। ଏଇ ଶସ୍ୟ ଗୁଡାକ ଆମ ସ୍ଥାନରେ, ଆମ ଅଞ୍ଚଳରେ ଆମେ ଚାଷ କରିଥାଉ ବା ଆମେ ନିତିଦିନ ଏଇ ଶସ୍ୟ ଗୁଡାକ ଖାଇ ବଞ୍ଚିଥାଉ। ଆଉ ଶସ୍ୟ ସଂଗ୍ରହ କରୁ। ଶସ୍ୟ ବି ସଂଗ୍ରହ କରୁ, ପୁଣି ଆମେ ବିକ୍ରି କରିଥାଉ। ଧନ୍ୟବାଦ। ହଉ, ଠିକ ଅଛି। ଧନ୍ୟବାଦ। ବଢିଆ ହେଇଛି ତମର ପ୍ରୋଜେକ୍ଟ। ତାଳି ମାର। ହେଇଗଲା। ମ୍ୟାଡ଼ାମ